हेल्पलाइन नंबर 1930 में आपका स्वागत है। वेलकम टू साइबर क्राइम हेल्पलाइन नंबर 1930। हेलो ଆଜ୍ଞା ସାର୍ ନମସ୍କାର ସାର୍ ଏଇଟା ସାଇବର କ୍ରାଇମ୍ ସାର୍ ମୁଁ ଗୋଟେ ଜବ୍ ପାଇଁ ଆବେଦନ କରିଥିଲି ସାର୍ କିନ୍ତୁ ସେ ଜବ୍ରୁ କିଛି ସାର୍ ଆସୁନି ବର୍ତ୍ତମାନ ପର୍ଯ୍ୟନ୍ତ ବି କିଛି ସାର୍ ଆଡ଼ମିଟ୍ କାର୍ଡ଼ କି ଇଣ୍ଟରଭ୍ୟୁ ରିଟିନ୍ ପାଇଁ କୌଣସି ମାନେ 4 ମାସ ଟଙ୍କା ଦେଇଛ? ସାର୍ 370 ଟଙ୍କା। 370? ଆଜ୍ଞା 370 ତ ଏଠି କମ୍ପ୍ଲେନ୍ ହେଇପାରିବନି। ମୁଁ ଗୋଟେ ଆଇଡିଆ ଦେଉଛି, ଆପଣ ଶୁଣନ୍ତୁ। ଆଜ୍ଞା ନ୍ୟାସନାଲ ସାଇबर କ୍ରାଇମ୍ ପୋର୍ଟାଲ ୱେବସାଇଟ୍ ଖୋଲିବେ। ଆଜ୍ଞା ନ୍ୟାସନାଲ ସାଇबर କ୍ରାଇମ୍ ପୋର୍ଟାଲ NCRP ପୋର୍ଟାଲ ଖୋଲିବେ। ଆଜ୍ଞା ସେଠି ଫାଇନାନ୍ସିଆଲ ଫ୍ରଡ୍ କୁ ଯିବେ। ଆଜ୍ଞା ଫାଇନାନ୍ସିଆଲ ଫ୍ରଡ୍ ରେ ସେଠି ସେ ଆପଣଙ୍କୁ ଅପସନ୍ ମାଗିବ ସବୁ। ଆଜ୍ଞା କୋଉ ଡେଟ୍ ରେ ଯାଇଛି, କେତେ ଆମାଉଣ୍ଟ ଯାଇଛି, ଟ୍ରାଞ୍ଜାକ୍ସନ ଆଇଡି ମାଗିବ। ତମେ ଯୋଉ ପେମେଣ୍ଟ କରିଛ ତା ତଳେ UTR ନମ୍ବର ଗୋଟେ ଥିବ, ଫୋନ ପେ ରେ ଦେଖିବ। ଆଜ୍ଞା ଫୋନ ପେ ରେ କରିଛ ତ? ଆଜ୍ଞା ଫୋନ ପେ ରେ ଗୋଟେ UTR ନମ୍ବର 12 ଟିକିଆ ନମ୍ବର ଥିବ, ସେଇଟା ଟ୍ରାଞ୍ଜାକ୍ସନ ଆଇଡି ରେ ଏଣ୍ଟ୍ରି କରିବ। ଆଜ୍ଞା ବୁଝିଲେ କି? ଆଜ୍ଞା ଆଉ ଯୋଉ ପେମେଣ୍ଟ କରିଛ, ପେମେଣ୍ଟ ର ରିସିପ୍ଟ ର ଫଟୋ ଦବ, ପାସବୁକ୍ ର ଫଟୋ ସେଠି ମାଗିବ, ଅପଲୋଡ କରିବା ପାଇଁ ମାଗିବ। ଆଜ୍ଞା ଏଠି ଦବ। ନାଇଁ ମୁଁ ସେଗୁରା ସବୁ ଯାହା ଯାହା ଡିଟେଲ ମାଗିବ ସେଠି ଦେଇକି ତାକୁ ଅପଲୋଡ କରିଦେଲା ପରେ ଗୋଟେ ଆକ୍ନଲେଜମେଣ୍ଟ ଆପଣଙ୍କ ନମ୍ବରକୁ ଆସିବ, ଯୋଉ ମୋବାଇଲ ନମ୍ବର ଆପଣ ଦେଇଥିବେ। ଆଜ୍ଞା ହେଲେ ସେ କମ୍ପ୍ଲେନ ରେଜିଷ୍ଟର ହେଇଗଲା। ନାଇଁ ଫୋନ୍ ମାଧ୍ୟମରେ ଏହା କିଛି କହିବି। ମୁଁ ଏଠି 370 ଟଙ୍କା ପାଇଁ ଏତିକି ଆମକୁ ଦବ ନାହିଁ। 500 ଏବଭ ନହେଲେ ବ୍ୟାଙ୍କ ଷ୍ଟେଟମେଣ୍ଟ ଦବନି। ବ୍ୟାଙ୍କ ଷ୍ଟେଟମେଣ୍ଟ ନଦେଲେ ଇନକ୍ୱାରି କଣ ହବ? ମ୍ୟାକ୍ସିମମ୍ ସାର୍ ଟେଲିଫୋନ୍ ମାଧ୍ୟମରେ ସାର୍ ଦେଇ ହବନି? ସେଟା କହୁଛି ଟେଲିଫୋନ ମାଧ୍ୟମରେ ଏଇଠି ଦେଇଥାନ୍ତେ, ଆଜ୍ଞା କିନ୍ତୁ ତମର 350 ଟଙ୍କାର ଷ୍ଟେଟମେଣ୍ଟ ଇନକ୍ୱାରି ବ୍ୟାଙ୍କ ଆମକୁ ଦବନି ଯେ କୁଆଡେ ଗଲା କଣ ଗଲା ତା ଷ୍ଟେଟମେଣ୍ଟ ଦବନି। ଲେଖିଦ ବିଲୋ 500। ମୋର ସାର୍ 350 ଟଙ୍କା ଦରକାର। ମୋର ଜଣ ଦରକାର, ସେଇ କମ୍ପାନୀଟା ଧରା ମୋର ତ ଏଠି ଦରକାର, ସେ କମ୍ପାନୀଟା ଧରା ପଡ଼ିଯାଉଛି, ଠକୁଛି। ଟିକେ ଜୋର କରନ୍ତୁ। ମୋର ସାର୍ 350 ଟଙ୍କା ଦରକାର ନାହିଁ। ଯୋଉ କମ୍ପାନୀଟା ଏସବୁ କାମ କରୁଛି ସେ ଧରା ପଡ଼ିଯାଉ, ଏତିକି ଖାଲି ଚାହୁଁଛି। ଏଠି ଇନକ୍ୱାରି କିଛି ହୁଏନି। ଏଟା 1930 ଗୋଟେ ହେଲ୍ପଲାଇନ୍ ହବ। ଇନକ୍ୱାରି ଯଦି କରିବାର ଅଛି ଆପଣ ଥାନାରେ ଯାଇକି FIR କରିବେ, ସିଏ ତାପରେ ଇନକ୍ୱାରି କରିବେ। ନା ଏଇଟା ତ ସାଇବର କ୍ରାଇମ୍ ହେଇଗଲା, ଥାନା ତ ମନା ଏଠି କରୁଛି। କେବଳ ଫାଇନାନ୍ସିଆଲ ଫ୍ରଡ୍ ର ରେଜିଷ୍ଟ୍ରେସନ, ଇନକ୍ୱାରି କିଛି ନାହିଁ। ମୁଁ ଆପଣଙ୍କୁ କ୍ଲିୟର କରିଦଉଛି। ଆଜ୍ଞା ରେଜିଷ୍ଟ୍ରେସନ ଇନକ୍ୱାରି ଯଦି ଆପଣ ଚାହୁଁଛନ୍ତି ଥାନାକୁ ଯିବାକୁ ପଡିବ। ନାଇଁ ରେଜିଷ୍ଟ୍ରେସନ ତ ହେଇପାରିବ ସାର୍? ରେଜିଷ୍ଟ୍ରେସନ ତ ହେଇପାରିବ ଏଠି? ରେଜିଷ୍ଟ୍ରେସନ ବା କହିଲି ଆପଣଙ୍କ 350 ଟଙ୍କାର ଷ୍ଟେଟମେଣ୍ଟ ଆମକୁ ବ୍ୟାଙ୍କ ଦବନି। ଆଜ୍ଞା ସେଥିପାଇଁ ସେ ରେଜିଷ୍ଟ୍ରେସନ ଟା ଆପଣ ନିଜେ ଯଦି କରିବେ ତାର ଅଲଗା ଆକ୍ନୋଲେଜ କ୍ରିଏଟ ହୁଏ। ଆଉ ସେ ଯୋଉ ଆକ୍ନୋଲେଜ କ୍ରିଏଟ ହୁଏ ସେଇଟା ହଉଛି ପର୍ସନାଲ ଆକ୍ନୋଲେଜ ବୋଲି ସେଠି ବ୍ୟାଙ୍କ ଷ୍ଟେଟମେଣ୍ଟ ଦବ। ସାର୍ ଯୋଉ ହେଲ୍ପଲାଇନ୍ ନମ୍ବରଟାରେ ତାହେଲେ ତାର ଫ୍ୟାସିଲିଟି କ'ଣ? ମାନେ ହେଲ୍ପଲାଇନ୍ ନମ୍ବର ଫୋନ୍ କରିକି ଆମେ କ'ଣ କରିପାରିବା? ଏଇ କମ୍ପ୍ଲେନ ଦେଇପାରିବ, କିନ୍ତୁ ତମର ଆମାଉଣ୍ଟ ଯେତିକି ତାର କମ୍ପ୍ଲେନ ଏଠି ହୁଏ ନାହିଁ। 500 ଏବୋଭ। ଆଜ୍ଞା ଆଜ୍ଞା ନାଇଁ 500 ଏବୋଭ ମାନେ 500 ତଳକୁ ଗଲେ ସାର୍ ହବନି? 500 ତଳକୁ ବ୍ୟାଙ୍କ ଷ୍ଟେଟମେଣ୍ଟ ଦବ ନାହିଁ, ମନା କରିଦବ। ଆଜ୍ଞା ଆଜ୍ଞା ହଉ ସାର୍। ସେଇଟା ନିଜେ ରେଜିଷ୍ଟର କର, ବ୍ୟାଙ୍କ ସେଟା NCRP ରେ ଦବ, ତା ଷ୍ଟେଟମେଣ୍ଟ ଦବ। ସେ ସେଠି ସେମାନେ ତାକୁ ଫଲୋ କରିବେ। ଆଜ୍ଞା ସାର୍ ହଉ।